ୱେଲ୍ ଫାଇନାଲି ସାଙ୍ଗମାନେ ଯେଉଁ ବାର୍ଦ୍ଧକ୍ୟ ଭତ୍ତା 3,500 ମିଳିବାର ଥିଲା ମିଳିଯାଇଛି। ଯେମିତିକି ଆପଣମାନେ ଜାଣିଥିବେ ବିଜେପି ସରକାର ଓଡ଼ିଶାକୁ ଆସିଲା ପରେ ସେ ଗୋଟିଏ ଆନାଉନ୍ସମେଣ୍ଟ କରିଥିଲେ ଯେଉଁମାନଙ୍କର 80 ବୟସ ହେଇଛି ଆଉ ଯେଉଁମାନଙ୍କର ମାନେ 80%ରୁ ଅଧିକ ଡିସେବିଲିଟିର ପରସେଣ୍ଟେଜ ଅଛି ଆଉ ଯେଉଁମାନେ ମାନେ ସେଇ ସବୁମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯେଉଁ ଭତ୍ତା ଯେଉଁ ଆମାଉଣ୍ଟଟି 3,500 ଦେବେ ବୋଲିକି ବାଦା ମାନେ ପ୍ରମିସ୍ କରିଥିଲେ। ତ ସେଇ ଯେଉଁ ପ୍ରମିସ୍ଟି ଆଜି ଯାଇକି ପୂରଣ ହେଲା। ମାନେ ଜାଣିପାରିବେ ଇଲେକ୍ସନ୍ ହେଇଥିଲା ଏପ୍ରିଲ ମେ କୁ ହେଇଥିଲା ଇଲେକ୍ସନ୍, ଏବେ ଆସିଲାଣି 2025ର ଜାନୁଆରୀ ହେଲାଣି। ତ ପାଖାପାଖି 6-7 ମାସ କିମ୍ବା ପ୍ଲସ୍ ଟାଇମ୍ ପରେ ଏଇ ଯେଉଁ ମାନେ ଯେଉଁ ପ୍ରମିସ୍ଟି ଯେଉଁ କରିଥିଲେ ରାଜ୍ୟ ସରକାର ଏଇ ଯେଉଁ ପ୍ରମିସ୍ଟିକୁ ରଖିଛନ୍ତି। ତ ମୋ ସାଇଟ୍ରେ ଗୋଟେ ସ୍କ୍ରିନସଟ୍ ଦେଖିପାରିବେ, ସେଠାରେ ଆପଣ ଦେଖିପାରିବେ 3,500 ଜଣେ ମୋର ଜଣେ ହେବେ ଜଣଙ୍କର ଓଲ୍ଡ ମ୍ୟାନ୍ ଯାଙ୍କର 80 ବର୍ଷରୁ ପ୍ଲସ୍ ହେଇଛି, ତାଙ୍କ ଆକାଉଣ୍ଟକୁ 3,500 କ୍ରେଡିଟ୍ ହେଇସାରିଛି। ତ ଦେଖିପାରିବେ ବହୁତ ବଡ଼ ଖୁସିର କଥା ତାଙ୍କ ପାଇଁ। ଆଉ ଫାଇନାଲି ଯେଉଁମାନେ ଅପେକ୍ଷା କରିଥିଲେ ଏତେ ଦିନରୁ କି କେବେ ଭତ୍ତାଟି ଇନକ୍ରିଜ୍ ହେବ, ତ ଫାଇନାଲି ଭତ୍ତାଟି ଯେଉଁ ଇନକ୍ରିଜ୍ ହେଇସାରିଛି। ଆଉ ଆପଣମାନେ ବି ଚେକ୍ କରନ୍ତୁ ଆପଣଙ୍କୁ ଭତ୍ତାଟି ମିଳିଛି କି ନାହିଁ, ଯଦି ମିଳିନି କେମିତି କ'ଣ କଲେ ଭତ୍ତାଟି ପାଇବେ। ତ ତା ବିଷୟରେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତଳେ କମେଣ୍ଟ କରି ପଚାରିବେ। ମୁଁ ଏହା ପର ଭିଡ଼ିଓରେ ଆପଣମାନଙ୍କୁ ପୁରା ପ୍ରୋସେସ୍ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇଦେବି କ'ଣ କଲେ ଆପଣମାନେ ମଧ୍ୟ ଯଦି ଆପଣଙ୍କର ଜେଜେବା କିଏ ଅଛନ୍ତି ଯାହାଙ୍କର 80 ହେଇଛି ସେମାନେ କିନ୍ତୁ ଟଙ୍କାଟି ପାଇପାରୁନାହାନ୍ତି, କ'ଣ କଲେ ସେମାନେ ମଧ୍ୟ 3,500 ଯେଉଁ ଭତ୍ତାଟିକୁ ପାଇପାରିବେ। ତ ସବୁ କିଛି ଡିଟେଲ୍ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତଳେ କମେଣ୍ଟ କରି ପଚାରିବେ। ଆଉ ଭତ୍ତାଟି ଆସିସାରିଛି, ଜଲ୍ଦି ଜଲ୍ଦି ଆପଣମାନେ ଚେକ୍ କରନ୍ତୁ। ଗୋଟିଏ ଖୁସି ଖବର ଆସିକି ପହଞ୍ଚି ଯାଇଛି ଯେଉଁମାନଙ୍କର 80 ବର୍ଷ ହେଇଛି କିମ୍ବା 80%ରୁ ଅଧିକ ଭିନ୍ନକ୍ଷମ ଅଛନ୍ତି। ତ এই ভিডিওରେ କେବଳ ଏତିକି, ଦେଖା ଆପଣଙ୍କ ସହିତ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଜୟ ହିନ୍ଦ।